सप्तम अध्याय बभ्रुवाहन प्रेत संवाद। सुत उवाच पूर्वाध्याय अर्थ शुणिन वैनेतेय अस्वस्थपत्र पराये कंपे तांक काय। मनुष्य मानकर जे उपकार अर्थे विष्णु को जिज्ञासा कले पुनश्च काकुस्थे। गरुड़ उवाच करिथिबे टीपातक जेउ नर माने सेदुसरे निश्चय सेहु जीवे नरक स्थाने। न जीवे जातना कुंडे दक्षिण मार्गरे केउ उपाय अछई कह ताहा मरे। संसारान्नबे मगन हई नर माने दुखित मानसे बंचुथांती प्रतिदिने। पापरे बुद्धि तांकर हेउअछि हत विषय जीव आत्मा को करुछि संघात। एथिरु उद्धार पथ कह देव स्वामी पुराणर अर्थ मानि हेबे अनुगामी। जेपरि उपाय रे मनुष्य मानकर सदगति प्राप्त हेब तरी साधु नर। श्री विष्णु वाच साधु प्रश्न ये तुम्भर अटे नागांतक मनुष्य मानकर हईब हितार्थक। गुण तुम्भे एबे जेउ परि हुए हत ताहा आम्बे कहिबा जे तुम्बर अग्रत। प्राणींकर दुख कही अछु एथि पूर्व अपुत्रिक पापींकर सकल प्रस्ताव। पुत्रवंत गृहस्थ धार्मिक मानंकरे पूर्व उक्त दंड न लागई तांक ठारे। धर्मिष्ठ गृही कूलरे पुत्र न जन्मिले कौनसी कर्म बसरे विरुद्ध घटिले। केउ उपाय खंडन हेब कर्म दोष पुत्र उत्पत्ति साधन करिब अवश्य। हरि विषय आख्यान संकल्पे शुणिब विधान रे चंडी सदा व्रत कराइब। भक्ति भरे गिरी शंकु करी आराधन पुत्र उत्पादन करिबेक साधु जन। पूज रक्त नर करु पितृ को उद्धार करिबाकु पुत्र नाम होइछि ताहार। पूर्वरु एही वाक्यटी होइअछि उक्त स्वयंभुव सम्मुखरे करिछन्ति व्यक्त। गोटिए पुत्र हईन हेब से धर्मात्मा सकल कुल को से तारई महात्मा। पुत्र द्वारा लोक माने हुंती जय प्राप्त पूर्वरु धर्म एही श्रुति रे नाही गुप्त। निश्चय वेदरे एहा होइछि उकत पुत्र महात्म्य अटई उत्तम वर्णित। तेणु करीण पुत्रर मुख को देखिले पितृऋण न लागई भूतले पड़िले। पुत्रर पुत्र को जेहु जीवने धरई ऋषि पितृ देवता ऋणरु मुक्त हई। जमलुक आदि को करीन अतिक्रम स्वर्ग प्राप्ति सेहु हई अछि ए नियम। पुत्र पौत्र प्रपौत्र हईले कूले जात एही फल मिलिब जे पुण्य हेले जात। स्वजाति श्रेष्ठ गृहीर धन न नेइन कन्यादान देवाकु कराई निमंत्रण। वेद विधिर प्रमाणे हुई विवाह सही पुत्र जुगे पितृ मुक्ति की संदेह। एही परकारे पुत्र पौत्रादि मानंकु देखिले गृही न जीव इटी जातनाकु। आपणा कुलरु कन्या आनिब जे किनी गृहे रखी विवाह करिब लग्न गणी। वेद विधि मते न कले पाणी ग्रहण अधुगति हईब नाही संदेह जान।
ଏହା ଜାଣିଥାଅ ହୀନ ଜାତିର ସନ୍ତାନ, ତ୍ୟାଗ କରିବ ହେ ସୁର ବନିତା ନନ୍ଦନ। ଆପଣାର ଔରସରେ ସଜାତି କନ୍ୟାରେ, ପୁତ୍ର ଜନମ ହଇଲେ କୁଳକୁ ଉଦ୍ଧାରେ। ତାହାରି ହସ୍ତରେ ଶ୍ରାଦ୍ଧ ଦାନେ ପିତୃଗଣ, ସ୍ୱର୍ଗରେ ବସିଣ ସୁଖେ କରନ୍ତି କଲ୍ୟାଣ। ଔରସ ପୁତ୍ର ଶ୍ରାଦ୍ଧରେ ପିଣ୍ଡ ଦାନ ଦେଲେ, ସ୍ୱର୍ଗେ ଯାନ୍ତି ପିତୃଗଣେ ଶାସ୍ତ୍ର ଏହା ବୋଲେ। ପ୍ରେତକୁ ଯେ ଅନ୍ନ ଜଳ ଦେଇ କରି ପିଣ୍ଡ, କହିବା ତାହା ଶୁଣ ବସିଲା ସ୍ୱର୍ଗ ଖଣ୍ଡ। ଅତିଶୟ ରହସ୍ୟଟି ଅଟଇ ଏ କଥା, ପୁରାତନ କାବ୍ୟ ଏହା ସାକ୍ଷାତ ବ୍ୟବସ୍ଥା। ପରଲୋକ ଦାନରେ ଯେ ଅଛି ବହୁ ଧର୍ମ, ଶ୍ରେଷ୍ଠ ମହାତ୍ମା ଅଟଇ ଶୁଣ ତାର ଧର୍ମ। ପୂର୍ବ କାଳରେ ତ୍ରେତୟା ଯୁଗେ ପକ୍ଷୀବର, ବଭ୍ରୁବାହନ ନୃପତି ସର୍ବଗୁଣାକାର। ମହୋଦୟ ନଗରଟି ନାମେ ରାଜଧାନୀ, ସେହିଠାରେ ରାଜା ହୋଇ ପାଳନ୍ତି ଅବନୀ। ଧର୍ମପରାୟଣ ସେହୁ ନିଷ୍ଠାବନ୍ତ ସୁର, ବଳିଷ୍ଠ ପଣରେ ସମ ନଥିଲେ କବୀର। ବେଦ ବାକ୍ୟ ଦାନ ଦେବାକୁ ସେ ଅଗ୍ରଗଣ୍ୟ, ଧନାଢ଼୍ୟ ଜନପଦରେ ନଥିଲେ ଟି ଅନ୍ୟ। ବ୍ରାହ୍ମଣ ସାଧୁ କୁଳରେ ବତ୍ସଳ ନୃପତି, ବିନୟ ଆଚାର ଧର୍ମେ ସଦା ଥାଏ ମତି। ଦାନ ଧ୍ୟାନ ଦୟା ପଦେ ଅଟନ୍ତି ସେ ଦକ୍ଷ, ଅନୁବ୍ରତେ ପ୍ରାଣୀଙ୍କୁ ସେ ଦେଉଥାନ୍ତି ଭକ୍ଷ୍ୟ। ନ୍ୟାୟପଣେ ପ୍ରଜାଙ୍କୁ ସେ ପାଳନ୍ତି ନରେଶ, ପୁତ୍ର ପ୍ରାୟ ଏକ ଦୃଷ୍ଟି ରଖନ୍ତି ଅନିର୍ମିଷ। ସ୍ୱପତ୍ନୀ ବ୍ୟତୀତ ଅନ୍ୟେ ନୋହି ବିଚଳିତ, ଦଣ୍ଡ ଯୋଗ୍ୟ ପ୍ରାଣୀକୁ ଯେ ଦଣ୍ଡନ୍ତି ଉଚିତ। କେବଳ ସମୟରେ ସେ ମହାବଳୀ ରାଜା, ସୈନ୍ୟ ଘେନି ମୃଗୟା କରଣେ ପରିଜା। ଗହନ ବନ ଦେଶରେ ଅତି ଶୋଭନୀୟ, ନାନା ବୃକ୍ଷ ରାଜି ତହି ଈଶ୍ୱର ସଞ୍ଚୟ। ନାନା ଜାତି ମୃଗମାନେ ତହିଁ ଭଳି ଭଳି, ନାନା ପକ୍ଷୀମାନଙ୍କର ଶବଦ ଉଛୁଳି। ବନ ମଧ୍ୟେ ନୃପତି ଯେ ଦେଖିଲେ ମୃଗେକ, ଅତି ଦୂରେ ଚରୁଅଛି ହରିଣ ନିଶଙ୍କ। ନିକ୍ଷେପିଲେ ଦୂରେ ଥାଇ ଶସ୍ତ୍ର ସେହି ମୃଗେ, ଖରତର ବାଣ ଯାଇ ପଡ଼ିଲା ତା ଅଙ୍ଗେ। ବାଣ ଘେନି ସେହି ମୃଗ ହଇଲା ଅଦୃଶ୍ୟ, ନ ମରିଣ ପଶିଲା ସେ ଗହନ ପ୍ରଦେଶ। ପଞ୍ଜରାରୁ ରୁଧିର ଯେ ଲାଗିଅଛି ଧାର, ସେହି ଚିହ୍ନ ଧରି ରାଜା ଖୋଜନ୍ତି କନ୍ଦର। ତହୁଁ ଆହତ ମୃଗକୁ ନ ଖାଇ ନରେଶ, ବନ ମଧ୍ୟେ ଶରୀର ଯେ ହଇଲା ବିବଶ। କ୍ଷୁଧା ତୃଷା ଫଳେ ନୃପ କଣ୍ଠ ଉଷ୍ଟ ସୁଖୀ, ଶ୍ରମ ସନ୍ତାପେ ମୂର୍ଚ୍ଛିତ ହୋଇ ବଡ଼ ଦୁଃଖୀ। ଏପରି କଷ୍ଟରେ ଚଳି ଯାନ୍ତେ ନୃପବର, ପ୍ରବେଶ ହଇଲେ ଏକ ସରୋବର ତୀର। ଅଶ୍ୱରୁ ଓହ୍ଲାଇ ବେଗେ ପଶିଲେ ଜଳରେ, ଶୀତଳ ସଲିଳ ପାନ କଲେ ଆନନ୍ଦରେ। ପଦ୍ମଗନ୍ଧରେ ସୁବାସ ହୋଇଅଛି ଜଳ, ଆତ୍ମା ତୃପତ ହଇଲା ଗଲା ଶ୍ରମ ଜାଳ। ତହୁଁ ଜଳରୁ ବାହାରି ଉଠିଣ କୂଳକୁ, ବସିନ ଲୁଡ଼ି ନୃପ ଶ୍ରମ ଭାଙ୍ଗିବାକୁ। ସେହି ତଟରେ ଅଛଇ ବଟବୃକ୍ଷ ଏକ, ମନୋହର ଶୀତ ସ୍ନିଗ୍ଧ ଛାୟା ଅତିରେକ। ମହାବିପଦ ସେହୁଟି ଅତି ସୁବିସ୍ତୀର୍ଣ୍ଣ, ପକ୍ଷୀକୁଳ ସଂକୁଳ ଯେ ନାଦେ ବନ ପୂର୍ଣ୍ଣ।
ସେହି ଗହନ କାନନ ଘୋଟିଲା କ୍ଷଣକ, ବନସ୍ତ ଧ୍ୱଜାର ସମ ଦିଶେ ଭୟାନକ। ଏପରି ଦୃଶ୍ୟ ହଇନ ସେ ବୃକ୍ଷେ ପଶିଲା, ସେହି ବଟ ବୃକ୍ଷ ମୂଳେ ଯାଇ ନ ରହିଲା। ତାହା ଦେଖି ନୃପବର ହେଲେ ଚମତ୍କାର, ମୁଖେ ବାକ୍ୟ ନ ସ୍ଫୁରିଲା କମ୍ପିଲା ଶରୀର। ଏହା ଉତ୍ତାରୁ ପ୍ରେତକୁ ଦେଖିଲେ ରାଜନ, କ୍ଷୁଧା ତୃଷାରେ ତାହାର ଦେହ କମ୍ପମାନ। ଊର୍ଦ୍ଧ୍ୱେ କେଶ ମଳିନକୁ ଭୁଜ ଅଙ୍ଗ ତାର, ନିମ୍ନ ଅଂଶ ଭୟଙ୍କର ଦିଶେ ତା ଶରୀର। ନାଦ ତାର ମହାଘୋର ବିକୃତ ସ୍ୱରୂପ, ବିଷୟାପନ ବଭ୍ରୁବାହନ ନରାଧିପ। ନିଶ୍ଚୟ କରିନ ପ୍ରେତ ଜାଣିଲା ରାଜାଙ୍କୁ, ମହାଘୋର ବନସ୍ତେ ଆସିଛି ମୃଗୟାକୁ। ଅତୀତ ଉଷକ ମନା ହଇନ ସେ ପ୍ରେତ, ତାଙ୍କ ନିକଟରେ ଯାଇ ହେଲା ଉପଗତ। ସମ୍ମୁଖ ହଇନ ସେହୁ କହିଲା ବଚନ, ଶୁଣ ବୈନତେୟ ତାର ଯେଉଁ ଉକ୍ତିମାନ। ପ୍ରେତ ଭାବରୁ ତ ମୁହିଁ ହଇଲି ମୁକତି, ପାଇଲି ଯେ ଶ୍ରେଷ୍ଠ ଗତି ଶୁଣ ନରପତି। ଆହେ ମହାବାହୁ ତବ ସଂଯୋଗରୁ କରି, ସଫଳ ଜନମ ମୋର ହେଲା ଦଣ୍ଡଧାରୀ। ରାଜୁବାଚ କୃଷ୍ଣ ବର୍ଣ୍ଣ ଶରୀରଟି କରାଳ ବଦନ, ପ୍ରେତ ଦେହ ତୁମ୍ଭର ଯେ ଦେଖି ହେଲି ଛନ। କେଉଁ କର୍ମ ବିପାକରେ ପାଇଲ ଏ ଦେହ, ବହୁତ ଅମଙ୍ଗଳ ଯେ ହଇଲା ସଂଗ୍ରହ। ପ୍ରେତତ୍ୱର କାରଣକୁ କୁହ ମତେ ଭାଇ, ଆଦ୍ୟ ପ୍ରାନ୍ତ ବିସ୍ତାରିଣ ଦେବାକୁ ବୁଝାଇ। କେଉଁ ଦାନରେ ପ୍ରେତତ୍ୱ ତୁମ୍ଭ ହେବ ନାଶ, ଜାଣିଛ ଯେ ବେଟି ତୁମ୍ଭେ କହ ତା ସନ୍ଦେଶ। ପ୍ରେତ ଉବାଚ କହିବି ତୁମ୍ଭର ଆଗେ ଶୁଣ ନୃପଶ୍ରେଷ୍ଠ, କରିଛି ଯେତେକ କର୍ମ ଅତି ହିଁ ଗରିଷ୍ଠ। ପ୍ରେତ ହେବା କାରଣକୁ ଶୁଣିଲେ ଆପଣ, ଅବଶ୍ୟ ଦୟା ତୁମ୍ଭର ହଇବ ହୃଦେଣ। ପୂର୍ବରେ ବୈଦେଶ ନାମ ନଗ୍ରେ ମୋର ବାସ, ସର୍ବପ୍ରକାରେ ବିଭବ ଥିଲାଟି ବିଶେଷ। ନାନା ପ୍ରକାରରେ ଭୃତ୍ୟ ଥିଲେ ପରିଜନ, ବହୁବିଧ ରତ୍ନ ଆଦି ଥିଲା ମୋ ସଦନ। ପ୍ରମଦା ଗଜରତ୍ନ ଯେ ଶ୍ରେଷ୍ଠ ଦ୍ରବ୍ୟମାନ, ମୋର ଗୃହେ ସମ୍ପୂର୍ଣ୍ଣ ଯେ ଥିଲା ହେ ରାଜନ। ରାଜପ୍ରାସାଦ ଆବର ଧନୀ ମନ୍ଦିରକୁ, ବଳି ଶୁଭବନ ହୋଇଥିଲା ଦେଖିବାକୁ। ନାନା ପ୍ରକାରରେ ଧର୍ମ କରୁଥିଲି ତହିଁ, ତହିଁରେ ଥାଇ ନ ମୁହିଁ ଭୋଗ ବିଳସଇ। ଦେବତାର୍ଚ୍ଚନାରେ ମୁହିଁ ରତ ଥାଏ ସଦା, ବେଦ ଅର୍ଥ ତତ୍ତ୍ୱଜ୍ଞାନ ଆଚରେ ସର୍ବଦା। ନାମ ମୋର ସୁଦେବ ଯେ ବିଦିତ ସଂସାରେ, ନୀତିଜ୍ଞ ଅଟଇ ମୁହିଁ ଜନମାନଙ୍କରେ। ଆହୁତି ଦେଇ ନ ଦେବ ଗଣକୁ ତୁ ସଇ, ଜଳପିଣ୍ଡ ଦେଇ ସଦା ପିତୃଙ୍କୁ ସେବଇ। ବିବିଧ ଦାନ ମାନ ଯେ କରିନ ସଂଯୋଗ, ବିପ୍ରଙ୍କୁ ଅର୍ପିଣ ମୁହିଁ ହୁଅଇ ସାଷ୍ଟାଙ୍ଗ। ଦରିଦ୍ର ଅନ୍ଧ କୃପଣ ପତିତ ମାନଙ୍କୁ, ଯଥାବିଧିରେ ଅନ୍ନ ମୁଁ ଦିଅଇ ତାହାଙ୍କୁ। ଏତେ ପୁଣ୍ୟ ସବୁ ହେଲା ନିଷ୍ଫଳ ରାଜନ, ଦୈବ ଯୁଗରେ ଏ ଦଶା ହଇଲା ଉତ୍ପନ୍ନ। ଯେଉଁପରି ଏ ସୁକୃତ ହଇଲା ନିଷ୍ଫଳ, ତାହା ତୁମ୍ଭର ଅଗ୍ରତେ କହିବି ଭୂପାଳ। କେବଳ ସେହି ଜନ୍ମରେ ନଥିଲେ ସନ୍ତତି,
ସୁହୃଦ ବାନ୍ଧବ ଅବା କରିଥାନ୍ତେ ଗତି। ଏତାଦୃଶ ମିତ୍ରପଣ ନଥିଲା କାଠାରେ, ମହର ପ୍ରେତ କ୍ରିୟାକୁ କରିବ ବିଧିରେ। ଆହେ ମହାରାଜା ଶୁଣ ମହର ବଚନ, ଯାହାର ନ ହୁଅ ଇଟି ପ୍ରେତ କ୍ରିୟା ମାନ। ମାସିକ ଶ୍ରାଦ୍ଧାଦି କିମ୍ବା ଷୋଡ଼ଶାଦି କର୍ମ, ନହିଲେ ନିଶ୍ଚୟ ଜୀବ ପାଏ ବଡ଼ ଶ୍ରମ। ପ୍ରେତ ରୂପ ତାହାର ରହିବ ସଦାକାଳ, ଶତ ଶ୍ରାଦ୍ଧ କଲେ ମଧ୍ୟ ନୁହଁ ସଫଳ। ତେଣୁ ତୁମ୍ଭେ ମୋର ଊର୍ଦ୍ଧ୍ୱ ଦେବୀ କର୍ମ କରି, ଏ ଯାତନାରୁ ଉଦ୍ଧାର ମୋତେ ଦଣ୍ଡଧାରୀ। ଯେତେକ ଜାତିର ପ୍ରଜା ଛନ୍ତି ଯେଉଁ ରାଜ୍ୟେ, ସମସ୍ତଙ୍କର ବନ୍ଧୁ ସେ କହିଛନ୍ତି ଆର୍ଯ୍ୟେ। ତେଣୁ କରି ମୋତେ ତ୍ୱରା ଉଦ୍ଧର ରାଜନ, ମଣିରତ୍ନ ତୁମ୍ଭଙ୍କୁଟି ଦେବି ଏହି କ୍ଷଣ। ସର୍ବଜୁନିମାନଙ୍କୁ ଯେ ଦୁଃଖ ସୁଖ ଭକ୍ଷ, ଦେଇଅଛନ୍ତି ବିଧାତା ହଇନ ସପକ୍ଷ। ପ୍ରେତ ଯୋନିକୁ କେବଳ ହଇନ ବିପକ୍ଷ, ଆଧାର ଖଞ୍ଜି ନାହାନ୍ତି ଶୁଣ ବୀର ଦକ୍ଷ। ଯେଉଁ ପରିଟି ମହର ହଇବ ସଦ୍ଗତି, ପ୍ରେତ ଯୋନିରୁ ମୋ ଜୀବ ପାଇବ ମୁକତି। ସେହିପରି କର୍ମ ତୁମ୍ଭେ କର ମହାବୀର, ମୋହଠାରେ ଯେବେ ଅଛି କରୁଣା ତୁମ୍ଭର। କ୍ଷୁଧା ପିପାସା ଭ୍ରମଣ ଆଦି ଯେତେ ଦୁଃଖ, ପ୍ରେତ ଦେହେ ସହୁଅଛି ନହୀନ ବିମୁଖ। ଉତ୍ତମ ସୁସ୍ୱାଦୁ ଫଳ ଜଳ ଅଛି ବନେ, ମୋତେ ଶ୍ରେୟ ଶୀତଳ ଯେ ନୁହଁ ରାଜନେ। ନ ପାଇନ ଭକ୍ଷ୍ୟ ମୁହିଁ ସର୍ବଦା କ୍ଷୁଧାର୍ଥ, ନ ପାଇନ ସଲିଳଟି ଅତି ତୃଷାର୍ତ୍ତ। ଯେବେ ଏହି ପ୍ରକାରରେ ହେବ ରାଜଶ୍ରେଷ୍ଠ, ବିଧିରେ ନାରାୟଣଙ୍କ ପୂଜା ହେବ ତୁଷ୍ଟ। ତାଙ୍କ ଅଗ୍ରେ ବେଦ ମନ୍ତ୍ର ସହ ହେବ କ୍ରିୟା, ଊର୍ଦ୍ଧ୍ୱ ଦେହୀଙ୍କ ବିଧି ନହିବ ବିକ୍ରିୟା। ତେବେ ବିନାଶ ହଇବ ମହର ପ୍ରେତତ୍ୱ, ସନ୍ଦେହ ନାହିଁଟି କିଛି ଶୁଣ ହେ ନୃପତ୍ୟ। ବେଦ ମନ୍ତ୍ର ତପସ୍ୟାଦି ଦାନମାନଙ୍କରେ, ଦୟା ଆଚରି ନଥିଲେ ସମସ୍ତ ଜନ୍ତୁରେ। ଉତ୍ତମ ଶାସ୍ତ୍ରମାନଙ୍କୁ ଶୁଣିଲେ ଶ୍ରବଣେ, ବିଷ୍ଣୁ ପୂଜା ସାଧୁଜନ ସଙ୍ଗ ଅନୁକ୍ଷଣେ। ଏହାଦ୍ୱାରା ପ୍ରେତ ଯୋନି ହୁଅଇ ବିନାଶ, ଏହା ଶୁଣିଅଛି ମୁହିଁ ଶାସ୍ତ୍ରର ନିର୍ଯାସ। ଏଣୁ କରି ପ୍ରାର୍ଥନା ମୁଁ କରୁଛି ତୁମ୍ଭଙ୍କୁ, ବିଷ୍ଣୁ ପୂଜା କରିନ ପ୍ରେତତ୍ୱ ନାଶିବାକୁ। ନ୍ୟାୟରେ ଅର୍ଜିଥିବ ଯେ ବଣ ପଦାର୍ଥ, ତା ଦେଇ ଅଣାଇବ ସୁବର୍ଣ୍ଣ ଦୁଇ ପ୍ରସ୍ତ। ତହିଁରେ ନାରାୟଣଙ୍କ ମୂର୍ତ୍ତି ଏକ କରି, ବିଗ୍ରହ କରାଇବ ଯେ ମନେ ପାଦ ଭରି। ପିତ୍ତବସନ ଦୟ କରାଇ ପରିଧାନ, ସର୍ବ ଅଙ୍ଗେ ଅଳଙ୍କାର ଖଞ୍ଜିବ ଭୂଷଣ। ନାନାବିଧ ଗନ୍ଧ ଦ୍ରବ୍ୟ କରାଇବ ସ୍ନାନ, ପ୍ରଥମ ଅଧିବାସକୁ କରିବ ଯେ ଜନ। ତାଙ୍କ ପୂର୍ବେ ଶ୍ରୀଧରଙ୍କ ସ୍ୱରୂପ କଳ୍ପନା, ଦକ୍ଷିଣରେ ମଧୁହାରୀ ମୂର୍ତ୍ତିଙ୍କି ଭାବନା। ପଶ୍ଚିମରେ ଶ୍ରୀବାମନ ରୂପକୁ ଧ୍ୟାୟିନ, ଉତ୍ତରରେ ଗଦାଧର ଦେବଙ୍କୁ କଳ୍ପିନ। ମଧ୍ୟଭାଗେ ପିତାମହ ଦେବ ମହେଶ୍ୱରେ, ବିଧାନରେ ପୂଜିବଟି ମନ୍ତ୍ର ଉପଚାରେ। ଗନ୍ଧ ପୁଷ୍ପମାନଙ୍କୁ ଯେ ଦେବ ଭିନ୍ନ ଭିନ୍ନ, ପ୍ରଦକ୍ଷିଣ କରିନ ହେ ହଇନ ମଉନ। ତାହା ଶେଷେ ଅଗ୍ନିକୁ କରିବ ଆବାହନ,
ଆହୁତି ଦେବତା ଗଣେ କରିବ ପ୍ରଦାନ। ଘୃତ ସହ ଦଧି କ୍ଷୀର ଯେତେ ମିଶାଇନ ବିଶ୍ୱ ଦେବତାଙ୍କୁ ତାହା କରିବ ଅର୍ପଣ। ତହୁ ଅନ୍ତେ ଆଚାର୍ଯ୍ୟଙ୍କୁ ହଇନ ବିନୀତ ଯଜମାନ ଯାଇନ ଯେ ବସିବ ଅଗ୍ରତ। ଶ୍ରୀନାରାୟଣ ଅଗ୍ରତେ ବିଧିପୂର୍ବ କରି ପ୍ରେତକ୍ରିୟା ଆରମ୍ଭରେ ଶୁଦ୍ଧ ମନ ଧରି ଆଚରିବ ଯଥାକ୍ରିୟା ଶାସ୍ତ୍ର ବଚନରେ କ୍ରୋଧ ଲୋଭ ବିବର୍ଜିତ କରିନ ଆତ୍ମାରେ। କରି ପୂର୍ବୋତ୍ତର ଯେ ଷୋଡ଼ଶ ଶ୍ରାଦ୍ଧମାନ ବୃକ୍ଷ ଉତ୍ସର୍ଗରେ ଅଛି ଯେମନ୍ତ ବିଧାନ। ତଦନ୍ତେ ବ୍ରାହ୍ମଣ କରେ ଦେବ ତାହା ଦାନ ଏହିପରି ତ୍ରୟୋଦଶ କରିବ ପ୍ରଦାନ। ସଜ୍ଜା ଦାନକୁ ଯେ ଶେଷେ ବିପ୍ର ହସ୍ତେ ଦେବ ପ୍ରେତ ଘଟକୁ ଉତ୍ତମ ଦିଜେ ସମର୍ପିବ। ରାଜୁବାଚ କେଉଁ ପରି ପ୍ରେତ ଘଟ ହୁଅଇ ଘଟନା କେଉଁ ବିଧି ମତେ ହୁଏ ନାହିଁ ତାହା ଜଣା। କହିବ ବିସ୍ତାରି ଅର୍ଥ କରି ଅନୁକମ୍ପା ପ୍ରେତ ମୂଳ ତହୁ ହୋଇ ଘଟ ଦାନେ କିମ୍ପା। ପ୍ରେତ ଉବାଚ ସାଧୁ ପ୍ରଶ୍ନ ଏ ତୁମ୍ଭର ଅଟେ ମହାରାଜ କହିବି ମୁଁ ତୁମ୍ଭ ଆଗେ ବୁଝିବ ତାଜ। ଯେଉଁ ପରି ପ୍ରେତ ଦେହ ନୋଇବ କଦାପି ସୁଦୃଢ଼ ଦାନ ଯେ ଲୋପ ନୁହଁଇ କୃତ୍ରାପି। ପ୍ରେତ ଘଟ ନାମ ବହି ଅଛି ଯେଉଁ ଦାନ ସର୍ବ ଅମଙ୍ଗଳକୁ ସେ କରଇ ନାଶନ। ସର୍ବଲୋକେ ଦୁର୍ଲଭ ଅଟଇ ପ୍ରେତ ଘଟ ଦୁର୍ଗତି ବିନାଶ କରିବାକୁ ସେହୁ ବଟ। ଶୁଦ୍ଧ ସୁବର୍ଣ୍ଣକୁ ବାଛି ଅଗ୍ନିରେ ସନ୍ତପ୍ତ କରି ଘଟ ନିର୍ମାଣକୁ କରିବ ସମାପ୍ତ। ତହିଁ ପରେ ବ୍ରହ୍ମା ଶିବ କେଶବଙ୍କୁ ଧ୍ୟାଇ ପଞ୍ଚଦେବତାଙ୍କୁ ସ୍ଥାପିତ ଯେ ଘଟେ ନେଇ। ଯେ ଯାହାର ନାମ ମନ୍ତ୍ର ଯୁଗେ କରି ପୂଜା ଏକାଗ୍ର ଚିତ୍ତରେ ଭାବି ନ ଚିନ୍ତିବ ଦୂଜା। ଦୁଗ୍ଧ ଘୃତେ ଘଟ ଗର୍ଭ କରି ପରିପୂର୍ଣ୍ଣ ଭକ୍ତି ଭରେ ପ୍ରଣିପତ୍ୟ ହଇନ ପ୍ରସନ୍ନ। ବିନୟରେ ବିପ୍ରଙ୍କୁଟି ଦେଲେ ସେହି ଦାନ ଅନ୍ୟ ଦାନ ସତ କରେ ନାହିଁ ପ୍ରୟୋଜନ। ମଧ୍ୟେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ତ୍ରୟ ଭାବି ଏକ ରୂପ ଯେ ଅଭୟ ମୁକ୍ତିଦାତା ଭୁବି। ପୂର୍ବରୁ ଆଦି କରି ସେ ଘଟ କଣ୍ଠେ ସ୍ମରି ଲୋକପାଳ ସକଳଙ୍କୁ ଲକ୍ଷ୍ୟ ତହିଁ କରି। କ୍ରମାନ୍ୱୟରେ ପୂଜନ କରିବ ବିଧିରେ କୁସୁମ ଚନ୍ଦନ ଧୂପ ଦେବ ଆନନ୍ଦରେ। ତଦ ଅନ୍ତେ ଦୁଗ୍ଧ ଘୃତ ପୂର୍ଣ୍ଣ ସେହି ଘଟ ଦେବ ବାଛି ଗୁଣବନ୍ତ ବିପ୍ରକୁଳ ଶ୍ରେଷ୍ଠ। ସର୍ବଦାନ ମାନଙ୍କରେ ଶ୍ରେଷ୍ଠ ଏହି ଦାନ ମହାପାତକ ଯେତେକ କରଇ ନାଶନ। କରିବ ଶ୍ରଦ୍ଧା ଭାବରେ ଯେବେଟି ରାଜନ ପ୍ରେତତ୍ୱର ନାଶନକୁ ଯଥାର୍ଥ ବିଧାନ। ଶ୍ରୀ ଭଗବାନ ଉବାଚ ଏହିପରି ରାଜାଙ୍କର ପ୍ରେତ ସହିତରେ ପ୍ରଶ୍ନ ଉତ୍ତର ବଢ଼ିଲା ଶୁଣ ଖଗବରେ। ପାଦ ଚିହ୍ନ ଖୋଜି ମିଳିଲେ କ ସେନାଗଣ ରାଜଘୁଟକ ସନ୍ଦନ ମିଳିଲେ କ୍ରମେଣ। ବଳୀମାନେ ପ୍ରବେଶିନ ହେଲେ ଉପଗତ ମହାମଣି ନୃପତିଙ୍କୁ ଦେଲାଣି ପ୍ରେତ। ନମସ୍କାର କରି ସେହୁ କଲା ପ୍ରାର୍ଥନୀୟ ବିସ୍ମରଣ ମୋ କଥା ନ କର ମହାଶୟ। ଏହିପରି ରାଜାଙ୍କୁ ସେ ହଇଲା କାର୍ପଣ୍ୟ ଅନ୍ତର୍ଧ୍ୟାନ ହୋଇଗଲା ସେ ମହା ଅରଣ୍ୟ। ସେବନସ୍ତରୁ ସୈନ୍ୟ ହଇନ ବାହାର ରାଜା ଯାଇ ଉପଗତ ହେଲେ ସ୍ୱନଗର। ଅନ୍ତପୁରେ ସୁଖ ମନେ ବିଶ୍ରାମୀ ରାଜନ ସ୍ୱଜନକୁ ବଖାଣିଲେ ପ୍ରେତ ଉକ୍ତିମାନ। କଲେ ସର୍ବବିଧି ମତେ ଶୁଣ ପକ୍ଷୀ ଶ୍ରେଷ୍ଠ
ଊର୍ଦ୍ଧ୍ୱଦେହିକ କ୍ରିୟାକୁ ଅତି ହିଁ ଗରିଷ୍ଠ। ସେହି କ୍ରିୟା ଆଚରନ୍ତେ ପୁଣ୍ୟ ହେଲା ପ୍ରାପ୍ତି। ପ୍ରେତ ଦେହ ଛାଡ଼ି ଲବେ ଲଭିଲା ସଦ୍ଗତି। ପ୍ରେତ ମୁକ୍ତ ହୋଇ ପାଇଲାକ ସ୍ୱର୍ଗ ଗତି। ପରଦତ୍ତ ଶ୍ରାଦ୍ଧରେ ତା ଫିଟିଲା ଦୁର୍ଗତି। କିମ୍ପାଇଁ ସ୍ୱପୁତ୍ର ଦତ୍ତ ପିଣ୍ଡେ ପିତୃମାନେ ମୁକ୍ତି ହେବା କଥା ଆଶ୍ଚର୍ଯ୍ୟମଣି ଭଜନେ। ଏହୁ ଇତିହାସ କଥା ସତ୍ୟ ପୁଣ୍ୟ ରାଶି। ଶୁଣନ୍ତି ଶୁଣାନ୍ତି ଯେହୁ ହୁଏ ସ୍ୱର୍ଗବାସୀ। କଦାପି ସେହି କୂଳରେ ପ୍ରେତତ୍ୱ ନହିବ। ପାପ ଆଚରଣେ ଯୁକ୍ତ ଥିଲେ ହେଁ ତରିବ। ପିତୃପାପ ଫଳେ ପୁତ୍ର ହୁଅଇ ଅଜ୍ଞାନ। ପିତୃ ମହାପାପ ଯୋଗୁ ନ ଅଣ୍ଟଇ ଧନ। ପ୍ରପିତା ମହାପାପରେ କୁଳ ହୁଏ କ୍ଷୀଣ। ଲୁପ୍ତ ପିଣ୍ଡ ପିତୃବର୍ଗ ନାଶନ୍ତି ଗୁଧନ। କର୍ମଭୂମିରେ ଜନମ ଲଭିଲେ ନିଶ୍ଚୟେ। କୁଳ ରକ୍ଷା କରିବଟି ନାନାଦି ଉପାଏ। ନରକରେ ପିତୃମାନେ କଷ୍ଟ ପାଉଥିଲେ। ବଂଶବୃଦ୍ଧି ନ ହୋଇବ ଜାଣିଥାଅ ଭଲେ। ଗୟାରେ ପିଣ୍ଡ ଦେଲେଟି ପିତୃଗଣ ମୁଖ୍ୟ। ଅବା ବ୍ରହ୍ମଜ୍ଞାନ ସାଧନରେ ମିଳେ ସୌଖ୍ୟ। କ୍ଷୁଧାର୍ଥକୁ ଅନ୍ନଦାନ ଦେଲେ ପ୍ରତିଦିନ। ନର୍କାଗତ ପିତୃ ସର୍ବେ ହୁଅନ୍ତି ମୁକ୍ଷଣ। ପିତୃପକ୍ଷରେ ସଂକଳ୍ପ କରି ଦୃଢ଼ ମନ। ଗରୁଡ଼ ପୁରାଣକୁ ଯେ କରିନ ସ୍ଥାପନ। ବିପ୍ରମୁଖୁ କଥା ଶୁଣି ଆଦ୍ୟପ୍ରାନ୍ତ କରି। ହବିଷ ଅନ୍ନ ଭକ୍ଷିଣ ହୋଇ ଶୁଦ୍ଧାଚାରୀ। ଆଚାର୍ଯ୍ୟଙ୍କୁ ଦକ୍ଷିଣାଟି ତୁଷ ରୂପେ ଦେଲେ। ଯାତନାରେ ସ୍ଥିତ ପିତୃ ମୁଖ୍ୟ ହୁଅନ୍ତି ଭଲେ। ସେହି କୂଳ ପଲ୍ଲବିତ ହୋଇବ ନିଶ୍ଚୟ। ପ୍ରତ୍ୟକ୍ଷରେ ଦେଖିବ ସେ ଶାସ୍ତ୍ରର ନିର୍ଣ୍ଣୟ। ବନ୍ଦଇ ନାରାୟଣ ଅଜ୍ଞାନ ଜଡ଼ମତି। ପୂର୍ଣ୍ଣ ଜ୍ଞାନ ହୋଇ ଚିନ୍ତ ପ୍ରଭୁ ଜଗତ୍ପତି। ତାମୂଳ କରଣେ ସେହି ଅଟେ ଅନଭିଜ୍ଞ। ଏ ପୁଣ୍ୟ ଗ୍ରନ୍ଥ କଥନେ ତଦୁପରେ ଅଜ୍ଞ। ଶୁଦ୍ଧ ରଚନା ଏହୁ ହେଲେ ହେ ଆଦର। ପୂଜନୀୟ ହୋଇବ ଏ ସାଧୁ ସମାଜର। ଏହୁ ଅଟେ ନୀତିଶାସ୍ତ୍ର ଧର୍ମ ରକ୍ଷଣୀୟ। ଶ୍ରୀବିଷ୍ଣୁ ମୁଖ ସମ୍ଭୂତ ହରିଗୁଣଚୟ। ଇଷ୍ଟଦେବଙ୍କ କୃପାରେ ଯାହା ହେଲା ଦୃଶ୍ୟ। ଶୁଦ୍ଧ ବା ଅଶୁଦ୍ଧ ତାହା ଜାଣନ୍ତି ଈଶ। ଏହିଠାରୁ ସପ୍ତ ଅଧ୍ୟାୟ ହେଲା ସମାପତ। ପାଠକଙ୍କୁ ଦେବ ସପିଷ୍ଟକ ଅନଗୃତ। ଇତି ଶ୍ରୀ ଗରୁଡ଼ ପୁରାଣେ ସାରୁଦ୍ଧାରେ ବଭ୍ରୁବାହନ ପ୍ରେତ ସଂସ୍କାରୋ ନାମ ସପ୍ତମ ଅଧ୍ୟାୟ।